ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ନାଲିଗୁଡ଼ା କଲୋନୀ ନଦୀରେ ଭାସି ଯାଇ 2 ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର ଲବଡେରା 45 ବର୍ଷ ଏବଂ ସୁକ୍ରି ଫଟକା 40 ବର୍ଷ ବୟସ୍କ। ଉଭୟଙ୍କ ମୃତଦେହ ଉଦ୍ଧାର କରି ଠାବ କରିଛି ଖଇରପୁଟ ଦମକଳ ବାହିନୀ ଦଳ। ମିଳିଥିବା ସୂଚନା ଅନୁସାରେ ଗତକାଲି ଜମିକୁ ଚାଷ କରିବାକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ସମୟରେ ବର୍ଷାରେ ନଦୀର ପ୍ରଖରତା ବଢ଼ିଯାଇଥିଲା। ନଦୀ ପାର ହେବା ବେଳେ ଉଭୟ ସ୍ରୋତରେ ଭାସି ଯାଇଥିଲେ। ଶେଷରେ ଗାଁ ଲୋକେ ଖୋଜାଖୋଜି କରିବା ପରେ ଲବଡେରାଙ୍କ ମୃତଦେହ ପ୍ରଥମେ ଠାବ ହୋଇଥିଲା। ପରେ ଆଜି ସକାଳେ ଦମକଳ ଟିମ୍ ପହଞ୍ଚି ନଦୀ ଭିତରୁ ମହିଳା ସୁକ୍ରିଙ୍କ ମୃତଦେହ ଠାବ କରିବାରେ ସକ୍ଷମ ହୋଇପାରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମାଲକାନଗିରି ଜିଲ୍ଲା ଖଇରପୁଟରୁ ସମା ଧାଙ୍ଗଡ଼ା ମାଝୀଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଶା।